ଦିନ ଆମ ଜଗନ୍ନାଥ ମହାପ୍ରଭୁଙ୍କ ମସ୍ତକରେ ଚିତା ଲାଗି ହେବା ସହ ତାଙ୍କୁ ଚିତଉ ପିଠା ଭୋଗ କରାଯାଇଥାଏ। ଆପଣମାନେ ତ ସମସ୍ତେ ଚିତଉ ପିଠା ତିଆରି କରୁଥିବେ, କିନ୍ତୁ ଆଜି ମୁଁ କେଉଁ ପ୍ରୋସେସରେ ନଡ଼ିଆ ଚିତଉ ପିଠା ତିଆରି କଲି ଆସନ୍ତୁ ଦେଖିବେ। ଏକଦମ ସ୍ପଞ୍ଜି ଆଉ ତୁଳା ପରି ନରମ। ମାତ୍ର ଗୋଟିଏ ଛୋଟିଆ ଟ୍ରିକ୍, ଆଉ ସେଥିରେ ଏତେ ସ୍ପଞ୍ଜି ଚିତଉ ପିଠା। ତାହେଲେ ଆସନ୍ତୁ ଡେରି ନକରି ମୋର ପ୍ରବୀଣାସ୍ ହେରିଟେଜ୍ କିଚେନରେ ଦେଖିନେବା ମୋର ଏ ଛୋଟିଆ ଟ୍ରିକ୍ଟି କ'ଣ। ପ୍ରଥମେ ଗୋଟେ କପ୍ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ 2ରୁ 3 ଘଣ୍ଟା ଭିଜାଇ ଦେବା। ଦେଖନ୍ତୁ ଚାଉଳଟି ଭିଜିଗଲା ପରେ ଯେମିତି ଆମର ଭାଙ୍ଗି ଯାଉଥିବ। ତାପରେ ସେଇ ଚାଉଳ ବତୁରି ଗଲା ପରେ ସେଥିରୁ ମୁଁ ଅଧା ଗୋଟେ ଗ୍ରାଇଣ୍ଡର ଜାର୍ରେ ନେଇ ତାକୁ ଆଗ ଗୋଟେ ଫାଇନ୍ ପେଷ୍ଟ ତିଆରି କରି ନେଇଛି। ଏକଦମ ଫାଇନ୍ ପେଷ୍ଟ, ବିଲକୁଲ ବି ଆପଣ ଖଦଡ଼ା ରଖିବେନି। ତାକୁ ଆମେ ଗୋଟେ ପାତ୍ରକୁ ବାହାର କରି ଆଣିବା। ବର୍ତ୍ତମାନ ମୁଁ ଗୋଟେ ପ୍ୟାନ୍ରେ ଅଧ କପ୍ ପାଣି ଗରମ କରି ନେଇଛି। ଏ ପାଣି ଫୁଟିଗଲା ପରେ ଆମେ ଯେଉଁ ଚାଉଳ ବାଟିକି ରଖିଥିଲେ ସେଥିରୁ ଗୋଟେ ଚାମଚ ନେଇ ଏ ଫୁଟା ପାଣିରେ ପକାଇ ଆମେ କଣ୍ଟିନ୍ୟୁଅସ୍ ଘାଣ୍ଟିକି ଗୋଟେ ଡୋ ତିଆରି କରି ନେବା। ଯେମିତି ଆମେ ମଣ୍ଡା ପିଠା ପାଇଁ ତିଆରି କରୁଛେ ନା, ସେଇଭଳି ଗୋଟେ ଖଳି ଭଳିଆ ହେଇଯିବ। ଏଥିରେ ଆମର ଲୁଣ ଏକା କିଛି ବି ପଡ଼ିବା ଦରକାର ନାହିଁ, କେବଳ ଆମେ ତାକୁ ଗୋଟେ ଖଳି ତିଆରି କରିବାର ଅଛି। ଏବେ ଦେଖନ୍ତୁ ଆମର ପ୍ରାୟ ଆମର ଖଳିଟି ହେଇଗଲାଣି। ବର୍ତ୍ତମାନ ୟାକୁ ମୁଁ କ'ଣ କରୁଛି ଦେଖନ୍ତୁ, ଇଏ ଯେତେବେଳେ ଥଣ୍ଡା ହେଇଯିବ ତାକୁ ପୁଣି ଆମେ ଆଉ ଥରେ ଗ୍ରାଇଣ୍ଡର ଜାର୍ରେ ନେବା। ଆଉ ଯେତିକି ବଳକା ଚାଉଳ ଥିଲା ତାକୁ ନେବା, ତା ସହିତ ନଡ଼ିଆ କୋରା। ନଡ଼ିଆ କୋରା ଆମେ ଯେତିକି ଚାଉଳ ନେଇଥିଲେ ତାଠୁ ଟିକେ କମ୍ କୋରା ହେଲେ ହେବ, ନହେଲେ ନାହିଁ ଆପଣ ସେତିକି ବି କ୍ୱାଣ୍ଟିଟିରେ ଦେଇପାରିବେ। ବର୍ତ୍ତମାନ ଏସବୁକୁ ପୁଣି ଆମେ ଆଉ ଥରେ ଗୋଟେ ପେଷ୍ଟ ତିଆରି କରିନେବା। ବର୍ତ୍ତମାନ এই ଚାଉଳ ନଡ଼ିଆ ବଟା ପେଷ୍ଟ ତା ସହିତ ଆମେ ଯେଉଁ ଆଗରୁ ଚାଉଳକୁ ଖାଲି ବାଟିକି ରଖିଥିଲେ ତା ସହିତ ଏସବୁ ମିଶାଇ ଦେବା, ଆଉ ସ୍ୱାଦ ଅନୁସାରେ ଲୁଣ ପକାଇ ଦେବା। ତାପରେ ଭଲ କି ଫେଣ୍ଟା ଫେଣ୍ଟି କରି ଘୋଡ଼େଇକି ଆମେ 3ରୁ 4 ଘଣ୍ଟା ରେଷ୍ଟରେ ଛାଡ଼ିଦେବା, ନହେଲେ ଆପଣ ଓଭରନାଇଟ୍ ବି ଛାଡ଼ି ଦେଇପାରନ୍ତି। ୟା ପୂର୍ବରୁ ମୁଁ ଗୁଡ଼ ନଡ଼ିଆ ଚାଉଳରେ ଗୋଟେ ମିଠା ଚିତଉ ପିଠା ଅପଲୋଡ଼ କରିଥିଲି, ତାର ଲିଙ୍କ୍ ମୁଁ ଡେସ୍କ୍ରିପସନ୍ ବକ୍ସରେ ଦେଇଦେବି। ଆପଣମାନଙ୍କୁ ମୋ ରେସିପି ଗୁଡ଼ିକ ଯଦି ଭଲ ଲାଗୁଛି ଆପଣମାନଙ୍କୁ ଅନୁରୋଧ କରିବି ପ୍ଲିଜ୍ ଲାଇକ୍ ବଟନ୍ ପ୍ରେସ୍ କରିବାକୁ ଜମା ଭୁଲନ୍ତୁନି। ଦେଖନ୍ତୁ 4 ଘଣ୍ଟା ପରେ ମୋର ବ୍ୟାଟରଟି ଏକଦମ ଫର୍ମେଣ୍ଟେସନ୍ ବି ହେଇଯାଇଛି। ମାନେ ଏଠି ମୁଁ ଗୋଟେ ଚାମଚ ଚିନି ପକାଉଛି, ଏଇଟା ଅପସନାଲ୍। ଆପଣଙ୍କର ଯଦି ମିଠା ଖାଇବାକୁ ପସନ୍ଦ ତାହେଲେ ଆପଣ ପକାଇ ପାରନ୍ତି, ନହେଲେ ସ୍କିପ୍ କରିପାରନ୍ତି। ଚିନିକୁ ପକାଇ ସାରିଲା ପରେ ମୁଁ ଏଠି ଗୋଟେ କରେଇ ଗରମ କରିଛି, ସେଥିରେ ଆଗେ ଗୋଟେ ଚାମଚ ବୁଲେଇ ଦେଇଛି ଆଉ ବ୍ୟାଟରକୁ 2 ଚାମଚ ପକାଇ ଘୋଡ଼େଇଛି। ତାପରେ ଗୋଟେ ମୁଠାରେ ଏମିତି ପାଣି ନେଇ ମୁଁ ତାକୁ ବୁଲେଇ ଦେଇଛି। ଚିତଉ ପିଠାର ଏଇଟା ହେଉଛି ଟ୍ରିକ୍। ଏ ଯେଉଁ ପାଣି ପକାଇଲେ ତାରି ବାମ୍ଫରେ ଆମର ଉପର ପଟଟା ସିଝିଯିବ। ଏବେ ଦେଖନ୍ତୁ ଚିତଉ ପିଠାଟି କେତେ ସୁନ୍ଦର ହେଇଯାଇଛି। ଆପଣଙ୍କ ପାଖେ ଯଦି ମାଟି କରେଇ ଅଛି ଆପଣ କରନ୍ତୁ, ନହେଲେ ବି ଯେଉଁ ବି କରେଇରେ କରିବେ କରେଇକୁ ହାଇ ଫ୍ଲେମ୍ରେ ଭଲ ଭାବେ ଗରମ କରିସାରିଲା ପରେ ଯେତେବେଳେ ବ୍ୟାଟର ପକାଇବେ ଫ୍ଲେମ୍କୁ ଏକଦମ ଲୋ କରିନେବେ। ଆଉ ଗୋଟେ ପିଠା ହେବା ପାଇଁ ଆମକୁ ପାଖାପାଖି 2 ମିନିଟ୍ ଲାଗିଥାଏ। ଆପଣଙ୍କ ପାଖେ ଯଦି ମାଟି କରେଇ ଅଛି ତାହେଲେ 2ଟାକ କରେଇରେ ଆପଣ ଚିତଉ ପିଠା ଟ୍ରାଏ କରନ୍ତୁ। ଆଉ କେଉଁ କରେଇରେ ଚିତଉ ପିଠାଟି ବେଶୀ ଭଲ ଲାଗୁଛି କମେଣ୍ଟସରେ ଜଣାଇବେ। ଏବେ ତ ଆମର ଚିତଉ ପିଠା ଗୁଡ଼ିକ ହେଇଗଲା, ଦେଖନ୍ତୁ କେତେ ସୁନ୍ଦର ନରମ ଲୁତୁଲୁତିଆ ଆଉ ସ୍ପଞ୍ଜି ବି ହେଇଯାଇଛି। ଆପଣମାନେ ମୋର ଏ ଟ୍ରିକ୍ଟି ଜାଣିଲେ ନା, ମୁଁ କ'ଣ କ'ଣ ଟ୍ରିକ୍ ଆପ୍ଲାଏ କଲି। ଏଇଭଳି ଟ୍ରିକ୍ରେ ଚିତଉ ଅମାବାସ୍ୟାରେ ଚିତଉ ପିଠା କରନ୍ତୁ ଆଉ ଘରେ ଠାକୁରଙ୍କୁ ଭୋଗ ଲଗାନ୍ତୁ। ଭଲ ଲାଗିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଚିତଉ ପିଠାର ମୋର ଏ ଟ୍ରିକ୍ଟି ଯଦି ଭଲ ଲାଗିଲା ତାହେଲେ ସାଙ୍ଗମାନଙ୍କ ସହିତ ସେୟାର କରିଦେବେ।